ମୁଁ ବି କାନ୍ଦୁଛି। ସେମିତି ହିଁ ହେଇଛି ସିନେମା। ମେ ବି ଅନ୍ତରରୁ କରାଯାଇଛି, ଆତ୍ମାରୁ କରାଯାଇଛି। ମୁଁ ସବୁବେଳେ ସେଇ ସମାନ କଥା କହୁଛି। ଯୋଉମାନେ ମୋର ସବୁତକ ଇଣ୍ଟରଭ୍ୟୁ ଦେଖିବେ ତାଙ୍କୁ ଲାଗିବ ମୁଁ ସମାନ କଥା ବାରମ୍ବାର କହୁଛି, କିନ୍ତୁ ସତ ହିଁ ସେଇଟା। କଣ ଗୋଟେ ସେଥିରେ ଅଛି ଯୋଉଟାକୁ ଆମେ ଯେହେତୁ ଫିଲ୍ କରିକି କରିଛୁ, ଜେନ୍ୟୁଇନଲି କରିଛୁ, ଆଉ ଠାକୁରଙ୍କ ଆଶୀର୍ବାଦ ଅଛି, ତେଣୁ ମୁଁ ବୋଧେ କେତେ ଥର ଦେଖିଛି ଭାବୁନାହାନ୍ତି। ମୁଁ ଆମ ଷ୍ଟୋରି ଭାବିଲା ବେଳେ ଜାଣିଛି, ଲେଖିଲା ବେଳେ ଜାଣିଛି, ସୁଟିଂ ବେଳେ ଥିଲି, ଏଡିଟିଂ ରେ ଅଛି, ପୋଷ୍ଟ ପ୍ରଡକ୍ସନ ଅଛି, ଆଉ ସିନେମା ମାସେ କମ୍ପ୍ଲିଟ ହେଇଗଲାଣି, ଆମେ ଫିଫ୍ଥ ୱିକରେ ପହଞ୍ଚି ଗଲୁଣି। ମୁଁ ଏବେ ବି ବସିକି ଦେଖିଲେ ମତେ କାନ୍ଦ ଲାଗୁଛି। ମୁଁ ଏବେ ବି ବସିକି ଦେଖିଲେ ମତେ ମୋ ଲୁହ ଲୁଚିବାକୁ ପଡୁଛି। ଦର୍ଶକ ମାନଙ୍କର ହୃଦୟ ବହୁତ ବଡ। ଦର୍ଶକ ମାନେ ସେଇ ଭଲ ପାଇବାର ସହିତ ଆସୁଛନ୍ତି, ନିଜ ଲୁହକୁ ଦେଖିବା ପାଇଁ ପଛଉନାହାନ୍ତି, ଆଉ କହୁଛନ୍ତି କି ଏଇଟା ଭଲ ହିଁ ସିନେମା ପାଇଁ ବହୁତ ବଡ। ଆଶା ତ କରିଥିଲୁ, କିନ୍ତୁ ଏତେ ମାତ୍ରାରେ ନିଛକୁ ଭଲ ପାଇବା ମିଳିବ, ସେଇଟା ଦେଖିକି ଭଲ ଲାଗୁଛି। କେତେ ଆଶା କରିଥିଲୁ ମାପି ପାରିବିନି ମୁଁ, ବଟ୍ ହଁ ଭାବିଥିଲୁ ଯେ ଦର୍ଶକ ମାନେ ଭଲ ପାଇବା ଦେବେ ନିଶ୍ଚୟ। ଥ୍ୟାଙ୍କ ୟୁ ସୋ ମଚ୍। ଆପଣମାନଙ୍କୁ ପୁଣି ଥ୍ୟାଙ୍କ ୟୁ ଯେ ଆପଣ ମାନେ ଆମର ପୁରା ଜର୍ଣ୍ଣିରେ ସାଙ୍ଗରେ ଅଛନ୍ତି। ଆପଣ ମାନଙ୍କୁ କିଏ ପଚାରିଲେ ଆପଣ କହିପାରିବେ କି ଆମେ ସତ କହୁଛୁ ନା ମିଛ କହୁଛୁ।